रना रना रनु ଆମର ଯେଉଁ ପାଲା ମଞ୍ଚ ହେଉଛି ଏବଂ ଏହାକୁ ମ୍ୟାନେଜମେଣ୍ଟ କରୁଛନ୍ତି ଭାଇ ଆପଣଙ୍କ ନାଁଟା ଅଶ୍ୱିନୀ କୁମାର ବେହେରା। କ'ଣ କହିବେ କିପରି ଲୋକମାନଙ୍କର ଗ୍ରାମ ଲୋକମାନଙ୍କର କିପରି ଆପଣଙ୍କ ସହିତ ସହଯୋଗ ରହୁଛି ଆଉ କିପରି ଏ ମଞ୍ଚ କିପରି ମାନେ ସଠିକ୍ ଭାବରେ ପରିଚାଳନା କରୁଛନ୍ତି? ସହଯୋଗ ସବୁ ସୁବିଧା ହେଉଛି ଆଉ ଲୋକ ବି ଜମୁଛନ୍ତି, ଏଠି ସୁବିଧା ସବୁ ହେଉଛି ଆଉ। ତୁମ ଗାଁକୁ ଆସିଥିଲେ ସତ୍ୟନାରାୟଣ ଜେନା, ସେ ଆସିଥିଲେ ଆଉ ତାଙ୍କ ବାଦି ପାଲା ଥିଲେ ଆମର ସନାତନ ଦାସ। ଏମିତି ଆମ ଜେଜ ମାନେ ଜେଜ ଆଉ ବଣ ଜେଜଙ୍କର ବୟସରେ ଏମିତି ଚାଲି ଆସିଛି ପାଲା ବାଦି ପାଲା। ଜାଗୁଳେଇ ପଦରେ ପ୍ରଥମେ ବାଦି ପାଲା ଚାଲିଥିଲା। ଏମିତି ଅନେକ ଅନେକ ଗାଁରୁ ଆସନ୍ତି, ବହୁତ ଦୂର ଗାଁରୁ ଆସନ୍ତି, ଯାଇକି ସାତପଡ଼ା ମହସା ଆଉ ବ୍ରହ୍ମପୁର ସାଇଡ଼ରୁ ଏମିତି ଲୋକ ଆସିକି ଏଠି ମେଢ଼ ହୁଅନ୍ତି ଆଉ ଲୋକ ସଂଖ୍ୟା ବହୁତ ଏଠି ଭିଡ଼ ହୁଏ। ଏ ବାଦି ପାଲା ଦେଖିବା ପାଇଁକା ଯେ ପ୍ରଥମ ପାଲା ଆଉ ଦ୍ୱିତୀୟ ପାଲା ଭିତରେ କିଏ ଏଠି ବିଜେତା ହେଉଛି ଆଉ ବିଜେତା ଯିଏ ହେଇଥିବ ସେ ଏଠିକି ବର୍ଷେ ନାହିଁ, 4 ବର୍ଷ ନାହିଁ, 5 ବର୍ଷ ନାହିଁ, ତାଙ୍କୁ ହରିଲା ଭଳିଆ ଯେଉଁ ପାଲା ଗାୟକ ଆସିବେ ସେଇ ପାଲା ଗାୟକ ଏଠି ୱିନ୍ ହେଇକି ଯିବେ। ଆଉ ଆମ ଗାଁ ତରଫରୁ ଏଠି ବହୁତ ସମ୍ମାନ ଆଉ ସହଯୋଗ ଆଉ ପୁରସ୍କାର ଏଠି ସବୁ ଦିଆଯାଏ। ଠିକ୍ ଅଛି। ଆମ ସହିତ ମଧ୍ୟ ଆଉ ଜଣେ ଭାଇ ଅଛନ୍ତି, ମାନେ କିନ୍ତୁ କହିବାକୁ ଗଲେ କିଛି କହିପାରନ୍ତି କଥା କହିପାରନ୍ତିନି ନା, କିନ୍ତୁ ସହଯୋଗ କହିବାକୁ ଗଲେ ଅତୁଳନୀୟ। ମାନେ ତାଙ୍କର ମାନେ ଭାଷା ନାହିଁ କହିବା ପାଇଁ। ପ୍ରତ୍ୟେକ ଲୋକଙ୍କୁ ମାନେ ଖାଇବା ଠାରୁ ଆରମ୍ଭ କରି ନା ଚା ପିଇବା ପାଇଁ ଲୋକମାନଙ୍କୁ ସମସ୍ତଙ୍କୁ ମଧ୍ୟ ଦିଅନ୍ତି ଏବଂ ସହଯୋଗ ବହୁତ କିଛି ତାଙ୍କର ରହିଛି। ଆଉ ଭାଇ କିନ୍ତୁ କହିପାରନ୍ତିନି, କିନ୍ତୁ ଧନ୍ୟବାଦ ଦେବି ଆଉ ନିଶ୍ଚିତ ଭାବରେ। ଆଉ ଆମର ଆଉ ଜଣେ ଭାଇ ଅଛନ୍ତି, ଭାଇ କ'ଣ କହିବେ? ଏଠି କିନ୍ତୁ 7 ଦିନ ଧରି ପାଲା ହେଉଛି ଆଉ ଆପଣ ମଧ୍ୟ ଯୁବକ, ଆପଣମାନେ ଯୁବଗୋଷ୍ଠୀ ହୋଇ ମାନେ 7 ଦିନ ଧରି ଆକୁ ମାନେ କାର୍ଯ୍ୟକୁ ମାନେ ସୁଚାରୁ ରୂପେ ତୁଲେଇ ଆସୁଛନ୍ତି, କ'ଣ କହିବେ? ପିଲାବେଳୁ ଦେଖି ଆସୁଛୁ, ଏଇଟା ଅମଳରୁ ଆମ ଜେଜେବାପା ଅମଳରୁ ଏଇଟା ଚାଲି ଧରିଛି। ଆଉ ଆମର ଏଇଟା କହିବୁ ଯେ ଆମର ସହଯୋଗ ଚାହା କିମ୍ବା ରୋଷ୍ଟର କିମ୍ବା ବିଡ଼ି ପାନ କ'ଣ ଯୋଗେଇବା କଥା ଯୋଗାଉଛୁ। ସହଯୋଗ ଆମର ଅଛି, ମାଆଙ୍କର ସବୁ। ଠିକ୍ ଅଛି, ଧନ୍ୟବାଦ। 300-400 ଲୋକଙ୍କ ପାଇଁକା ଶ୍ରେଣୀ ଏଠି ତିଆରି ହେବ ଆଉ ସେ ଶ୍ରେଣୀ ସମୁଙ୍କ ଘରେ ପ୍ରସାଦ ଭଳିଆ ଲାଗି ରହିବ। ଆଉ ଏଠି ଲୋକମାନେ ସମସ୍ତେ ଉତ୍ସବ ଆସି ଦେଖନ୍ତି, ବହୁତ ଲୋକ କାଲି ଭିଡ଼ ଜମିବେ। ଆଉ ହୋଲି ଫଗୁରେ ଆଜି ଆମ ଜାଗୁଳେଇ ପଦର ଜାଗୁଳେଇଙ୍କ ମାଆଙ୍କ ନାମରେ ଯେଉଁ ଗ୍ରାମଟା ହେଇଛି, ହୋଲି ପର୍ବରେ ଏମିତି ହୋଲି ବି ଏମିତି ପର୍ବ ହେଉନଥିବ ଯାହାକି କାଲି ଆମର ଯେଉଁଟା ହେବ ପଣାଠୁ ଧରିକି ଏଠି ସବୁକିଛି ମା ଭଉଣୀ ଆମର ଝିଅ ଆମର ଜେଜିମା ଏଠି ଆସିକି ସମସ୍ତେ ଭିଡ଼ ଜମିବେ। ଏ ଯେଉଁ ଦେଖୁଛନ୍ତି ପାଲା ମଞ୍ଚ ପଟ ଯେଉଁ ଚାନ୍ଦିନୀଟା ଦେଖୁଛନ୍ତି, ଏଇଟା କେବଳ ପାଲାମାନଙ୍କ ପାଇଁକା ଏ ଚାନ୍ଦିନୀଟା ହେଇଛି। ଏଠି ଲୋକମାନେ ସବୁ ଆପଣ କାଲି ଦେଖିବେ କେତେ ଲୋକ ଏଠି ଆସିକି ଭିଡ଼ ଜମିବେ। ଏ ଗାଁ ତରଫରୁ, ଏ ଜାଗୁଳେଇ ଗାଁ ତରଫରୁ ଏଇ ଯେଉଁ ମହାମାରୀଟା ହେଇଛି ଏଥିପାଇଁକା ଲୋକ ଆସିନାହାନ୍ତି, ନହେଲେ ଏଠି ଲୋକ 3000-4000 ଲୋକରୁ କମ୍ ନାହାନ୍ତି। ଆଉ ଏଠି ଯେତେ ସବୁ ଗେଷ୍ଟ ଆସନ୍ତି ଦୂର ଦୂର ଗାଁରୁ ଯେଉଁମାନେ ଆସନ୍ତି ଏଠି ସମସ୍ତେ ପ୍ରସାଦ ସେବନ କରିକି ଯାଆନ୍ତି, ବାଦିପାଲା ଦେଖନ୍ତି, ମନୋରଞ୍ଜନ କରନ୍ତି। ଏଠି ଚେୟାର ନାହିଁ, ଏଠି ବେଞ୍ଚ ନାହିଁ, ଏଠି ଗେଷ୍ଟ ପାଇଁକା ସେମିତି କିଛି ନାହିଁ। ଏଠି ସମସ୍ତେ ଚକାସନ କରିକି ବସିକି ସବୁ ଏଠି ପାଲା ମଉଜ କରନ୍ତି। ଶାନ୍ତିରେ ସେବନ କରି ଶାନ୍ତିରେ ଯିବେ, କାହାକୁ ଅସମ୍ମାନ
ସବୁ ଭକ୍ତ ଆଙ୍କ ପାଇଁ ସମାନ ମାଙ୍କ ପାଇଁ। ନମସ୍କାର କଲା ହୀରା ଧର ବାଧିଲା ସକଳ କଥା ହୀରା ଧର ଏତେବେଳେ ବୁଝେଇ କହିଛି। ରାଜା ହାତ ମନ ଘରେ ଗଲେ ଯାଇକି ରାଣୀଙ୍କ ନିକଟରେ ପହଞ୍ଚିଲେ।